ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଗୁଡ଼ ଆଫ୍ଟରନୁନ୍। ସାଙ୍ଗମାନେ ଭାଉଜଙ୍କର କାମକାର୍ଯ୍ୟ ସବୁ ସରିଗଲା, ଟିକେ ଫାଙ୍କା ପାଇଲେ ଏହି ସମୟ ଭିତରେ ଭାବିନେଲି ଭାଉଜଙ୍କ ସହିତ କିଛି ମଜାଦାର ଢଗ ଧମାଲ ପ୍ରଶ୍ନ ବନାଇନେବୁ, ଯେ କି ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ଆସିଯିବ। ଆଜି ମୁଁ ଦୁଇଟି ପ୍ରଶ୍ନ ଭାବିଛି ସାଙ୍ଗମାନେ, ଭାଉଜଙ୍କୁ ପଚାରିବି। ଭାଉଜ ଯଦି ଉତ୍ତରଟି ନ କହିପାରିଲେ ପ୍ଲିଜ୍ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏତିକି ରିକ୍ୱେଷ୍ଟ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ସାଙ୍ଗମାନେ ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ, ଲାଇକ୍ କମେଣ୍ଟ ସେୟାର କରିନିଅନ୍ତୁ। ଆପଣମାନଙ୍କ ପରିଜନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଆମର ଏଭଳି ସାଧାରଣ ଜ୍ଞାନ, ଢଗ ଧମାଲ ପ୍ରଶ୍ନ, ଜେନେରାଲ ନଲେଜ ସହିତ ଆଧାରିତ ଅନେକ କିଛି ଏଥିରେ ଶିଖିବାର ଅଛି। ସାଙ୍ଗମାନେ ଭାଉଜଙ୍କୁ ରହିବ ପ୍ରଥମ ପ୍ରଶ୍ନ। ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଖାଲି ଦେଖିନିଅନ୍ତୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ। ସାଙ୍ଗମାନେ ଆଜିର ପ୍ରଶ୍ନ ହେଲା ଭାଉଜଙ୍କୁ, ଭାଉଜ ଆମର କ'ଣ କହିବେ ଭିଡ଼ିଓକୁ ଦେଖିନେବା। କହିଲ ଦେଖି, ଅରଖ ଗଛର ଫୁଲ କେଉଁ ରୋଗକୁ ସମ୍ପୂର୍ଣ୍ଣ ଭଲ କରିଦିଏ? ଅରଖ ଗଛ ଜାଣିଛ? ଅରଖ ଗଛ କେଉଁଠି? ସେ ଫୁଲଟି କେଉଁ ଦେବତା ପାଖରେ ପୂଜା ଲାଗେ? ଆଗେ ଶିବ। ମହାଦେବ। ଜାଣିଛନ୍ତି ସାଙ୍ଗମାନେ, ଭାଉଜ ଜାଣିଛନ୍ତି। ତାହେଲେ ସେହି ପତ୍ରର ଅରଖ ଗଛର ଫୁଲ କେଉଁ ରୋଗକୁ ସମ୍ପୂର୍ଣ୍ଣ ଭଲ ଭାବରେ ଭଲ କରିଦେଇଥାଏ? ଅରଖ ଗଛର ଫୁଲ କେଉଁ ରୋଗକୁ ସମ୍ପୂର୍ଣ୍ଣ ଭଲ କରିଦିଏ? ପ୍ରଶ୍ନଟି ହେଲା ଭାଉଜ ଆମର କ'ଣ କହିବେ ଦେଖିବା। ସେ ଫୁଲଟି ସେଇ ମହାଦେବଙ୍କ ପାଖରେ ଲାଗେ, ଜାଣିଛନ୍ତି, ସେଇ ଭୋଳାଶଙ୍କରଙ୍କର ପ୍ରିୟ ଫୁଲ। ଦେଖାଯାଉ ସେଇ ଫୁଲଟି ମଣିଷଙ୍କର କେଉଁ ରୋଗକୁ ଭଲ କରିଦିଏ? ଭାଉଜ ଆମର କହିପାରୁନାହାନ୍ତି। ଜାଣିନି ସାଙ୍ଗମାନେ ପ୍ଲିଜ୍ କମେଣ୍ଟରେ ଲେଖିଦିଅନ୍ତୁ ଇଏ ଉତ୍ତରଟା କ'ଣ ଆସିବ। ସାଙ୍ଗମାନେ ଭାଉଜ କହୁଛନ୍ତି ଏ ପ୍ରଶ୍ନଟି ତାଙ୍କ ପାଇଁ ବହୁତ କଷ୍ଟ ଅଛି, କିନ୍ତୁ ସେ ଏ ଉତ୍ତରଟି ପାଉନାହାନ୍ତି। ଆପଣମାନେ ଖୋଜି ଦିଅନ୍ତୁ ଏବଂ କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ଖୋଲା ରଖିଛୁ। ଆପଣମାନେ ସେ କମେଣ୍ଟ ବକ୍ସରେ ପୂରଣ କରିଦିଅନ୍ତୁ। ଆଉ ଅଧିକ ଦେଖିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସାଙ୍ଗମାନେ ପ୍ରଶ୍ନଟି ଥିଲା ଅରଖ ଗଛର ଫୁଲ କେଉଁ ରୋଗକୁ ସମ୍ପୂର୍ଣ୍ଣ ଭଲ କରିଦିଏ? ସାଙ୍ଗମାନେ ମଣିଷ ଶରୀରରେ ଏମିତି କେଉଁ ଜାଗା ଅଛି ସେ ଜାଗାଟିକୁ ସେ ଯନ୍ତ୍ରଣାରୁ ଭଲ କରିଥାଏ? ଆପଣମାନେ ବାଛି ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆମେ ଦେଖିବାକୁ ଚାହୁଁ ଆମ ସାଙ୍ଗମାନେ କେଉଁ ସାଙ୍ଗମାନେ ସଠିକ୍ ଉତ୍ତର ଦେଇପାରୁଛନ୍ତି। ଭାଉଜ ଦେଖିଲା ପରେ ବହୁତ ଖୁସି ହେଇଯିବେ। ଯାହା ହେଉ ସାଙ୍ଗମାନେ, ଏଥିରେ ଆପଣମାନେ କିଛି ଶିଖିବେ, ଜାଣିବେ। ଅନ୍ୟମାନେ ସେ କମେଣ୍ଟକୁ ଦେଖିଲା ପରେ ସେମାନେ ମଧ୍ୟ କିଛି ଶିଖିବାରେ ପାଇବେ। ସେଥିପାଇଁ ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଆପଣ ଆମେ ବେଷ୍ଟ ଫ୍ରେଣ୍ଡ, କେବେ ଅବହେଳା କରନ୍ତୁ ନାହିଁ। ଆପଣ ଯଦି ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖନ୍ତୁ। ଅନ୍ୟ ସାଙ୍ଗସାଥିମାନେ ସେ କମେଣ୍ଟକୁ ଦେଖି ସେମାନେ ମଧ୍ୟ ଶିଖିପାରିବେ ଏବଂ ସେଇ ଫୁଲଟିକୁ ଲଗାଇ ଦେହର ସୁସ୍ଥ କରିପାରିବେ। କିନ୍ତୁ ସେ ଜାଗାଟାର କେଉଁ ଜାଗା କ'ଣ ପାଇଁ ମୁଁ କହିବି ନାହିଁ, ଆପଣମାନେ କମେଣ୍ଟରେ ଜଣାଇବେ। ଭାଉଜ ତଥାପି ଜାଣିନାହାନ୍ତି, ଆପଣମାନେ ପକ୍କା ଜଣେଇବେ ବୋଲି ଏ ବିଶ୍ୱାସ ଆମର ଅଛି। ସାଙ୍ଗମାନେ ଆପଣମାନେ ଭଲରେ ଥାଆନ୍ତୁ, ଆମର ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଦେଖୁଥାନ୍ତୁ ଏବଂ ମଜା ନିଅନ୍ତୁ। ଯାହା ହେଉ ସାଙ୍ଗମାନେ, ଆମେ ଏଇ ଟାଇପ୍ର ଭିଡ଼ିଓ ବନାଉଛୁ ଯେ କି ଏଥିରେ କିଛି ଶିଖିବା, ଜାଣିବା, ଅନ୍ୟ ପାଖକୁ ଭିଡ଼ିଓଟି ସେୟାର କରିବା, ସେମାନେ ମଧ୍ୟ କିଛି ଜାଣିବେ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ଧମାଲକୁ। ସେକେଣ୍ଡ ଢଗ ଧମାଲ ପ୍ରଶ୍ନର ଉତ୍ତର ଅନେକ ମଜା ଅଛି, ଏଥିରେ କିଛି ଶିଖିବା, ଜାଣିବା, ଜାଣିଲା ଭଳି ଭିଡ଼ିଓ ଆମେ ବନାଉଛୁ ସାଙ୍ଗମାନେ, ଆପଣମାନେ ଦେଖନ୍ତୁ ଖାଲି। ସେକେଣ୍ଡ ଢଗ ପ୍ରଶ୍ନ ରହିଲା
ଆମ ଭାଉଜଙ୍କୁ ସ୍ୱାଗତିକା ଭାଉଜ ବହୁତ ଖୁସିରେ ଅଛନ୍ତି, ଦେଖାଯାଉ ଚିନ୍ତାରେ ଅଛନ୍ତି। ଭାଇ ଏମିତି କେଉଁ ପ୍ରଶ୍ନଟି ପଚାରିବେ ମୁଁ ଉତ୍ତରଟି କହିବି, ଦେଖାଯାଉ କହିପାରୁଛନ୍ତି ନାହିଁ। ତଥାପି ଭାଉଜଙ୍କୁ ଅପସନ୍ ଦେବା ଯଦି ନ କହିପାରିଲେ ନା କ'ଣ କହିଲ ଦେଖି। ରାତିରେ ଶୋଇବା ପୂର୍ବରୁ କ'ଣ ଖାଇଲେ ମଣିଷ ଶରୀରରୁ ମାନେ କ'ଣ ସୁଗାର କମ୍ ହୋଇଥାଏ? ରାତିରେ ଶୋଇବା ପୂର୍ବରୁ କ'ଣ ଖାଇଲେ ମଣିଷ ଶରୀରର ସୁଗାର କମ୍ ହୋଇଥାଏ? ଏମିତି କେଉଁ ମାନେ ମଞ୍ଜି ଜାତୀୟ ଜିନିଷଟି ଖାଇବ, ମାନେ ମୁଁ 4ଟା କହୁଛି ତା ଦେହରୁ ତୁମେ ବାଛିବ, ତାହେଲେ ସାଙ୍ଗମାନେ କମେଣ୍ଟରେ ଜଣାଇବେ। ମୁଁ ତ ଜାଣିଥିଲେ ତ ମୁଁ ତ କାହିଁ କଷ୍ଟ ପାଆନ୍ତି। ରାତିରେ ଶୋଇବା ପୂର୍ବରୁ କ'ଣ ଖାଇଲେ ମଣିଷ ଶରୀରରୁ ଯଦି ସୁଗାର ସାଙ୍ଗମାନେ କମ୍ ହୋଇଥାଏ? ମତେ ପ୍ଲିଜ୍ ସୁଗାର ପାଇଁ କ'ଣ ଖାଇଲେ ସୁଗାର ପ୍ରଥମ ହେଲା, ମୁଁ 4ଟି କହୁଛି ସେଥିରୁ ବାଛିବ। ପ୍ରଥମ ହେଲା ମାନେ କ'ଣ ଭିଜା ବାଦାମ, ବୁଝିଲ, ଜଡ଼ା ମଞ୍ଜି, ନଡ଼ିଆ ରସ ମାନେ ଯେଉଁ ଛେଚିକି ତା ରସ, କିମ୍ବା ଆଉ କ'ଣ ରହିଲା? ଆଉ କିଛି ନାହିଁ, ଆଉ ଗୋଟେ ଅଛି ବାଛି କୁହ, କହିବନି ସୁଗାର କମ୍ ହେବ। ତ ଜାଣିନି। ଆଁ ମୁଁ ତ ଜାଣିନି। ଜାଣିନାହାନ୍ତି? ତାହେଲେ ଭାଉଜ ଜାଣିନାହାନ୍ତି, ସେଇଟା ହେଉଛି କାଜୁ। ଦେଖାଯାଉ ସାଙ୍ଗମାନେ ଏମିତି କେଉଁ ଜିନିଷ ଅଛି, ଏଥିରୁ ଆପଣ ବାଛି ନିଅନ୍ତୁ। ସେଇଟା ହେଉଛି ଭିଜା ବାଦାମ, କାଜୁ, ଆଉ କ'ଣ ରହିଲା? ମୁଗ ବା ଆଁ ନା କ'ଣ ଜଡ଼ା ମଞ୍ଜି, ଜଡ଼ା ମଞ୍ଜି ଜାଣିଛ କ'ଣ? ତା ରସ। ଜଡ଼ା ମଞ୍ଜି ଜାଣିନି। ଗୋବର ଯାଉ ସାଙ୍ଗମାନେ ଭାଉଜ ଜାଣିଛନ୍ତି, ସେଥିରୁ ବାଛିକି ଆପଣମାନେ କୁହନ୍ତୁ ସାଙ୍ଗମାନେ ସେ କେଉଁ ଜିନିଷଟି ଆପଣମାନେ ଖାଇବା ଦ୍ୱାରା ଯେ କି ଭିଜେଇକି ଆପଣଙ୍କୁ ସୁଗାରରୁ ମୁକ୍ତ ହୋଇଥାଏ। ଯାଉ ସାଙ୍ଗମାନେ ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆମେ ଡେଲି ଅପଲୋଡ଼ କରୁଛୁ ସୁନ୍ଦର ସୁନ୍ଦର ମଜାଦାର ଢଗ ପ୍ରଶ୍ନ, ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ଦେଖିବା ଭାଇ ଭାଉଜଙ୍କ ପାଖରୁ ଏଇଭଳି ମଜାଦାର ଢଗ ପ୍ରଶ୍ନ, ଏଥିରେ ଶିଖିବା, ଜାଣିବା ଏବଂ ଭାଇ ଭାଉଜଙ୍କୁ ଆଗକୁ ଯିବାକୁ ମାର୍ଗ ଦେଖାଇବା। ସାଙ୍ଗମାନେ ଆପଣମାନେ ସେଇ ଲୋକ, ଯେଉଁ ଲୋକ କି ଆପଣମାନେ ଆମକୁ ଜିରୋରୁ ହିରୋ ବନାଇବାରେ ସାହାଯ୍ୟ କରିପାରିବେ। ତାହେଲେ ସାଙ୍ଗମାନେ ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମନ ଛୁଆଁ ହେଲା କି ନାହିଁ, ଆପଣମାନେ ନିଶ୍ଚିନ୍ତ ଜଣାଇବେ। କାରଣ ଆପଣମାନେ ଯେତେବେଳେ ଭଲ କମେଣ୍ଟ ଦେବେ ଆମକୁ ବହୁତ ଖୁସି ଲାଗେ, ଆଗ୍ରହ ହୁଏ ଆହୁରି ଏଇ ଟାଇପ୍ର ଭିଡ଼ିଓ ବନାଇବା ପାଇଁ, ଯାହାକି ଆପଣମାନେ କିଛି ଶିଖନ୍ତୁ, ଜାଣନ୍ତୁ, ଆପଣମାନଙ୍କ ପ୍ରିୟଜନଙ୍କ ପାଖକୁ ସେୟାର କରନ୍ତୁ। ଭାଇ ଭଉଣୀ, ମଉସା ମାଉସୀ, ସାଙ୍ଗ ସାଥୀ, ଅଜା ଆଈ ସୁଗାର ପାଇଁ କ'ଣ ଖାଇଲେ କମ୍ ହବ, ପ୍ଲିଜ୍ ମୋତେ କମେଣ୍ଟରେ ଜଣାନ୍ତୁ। ଭାଉଜକୁ ଟିକେ ସୁଗାର ହେବାର ସମ୍ଭାବନା ଜଣାପଡ଼ିଲାଣି, ସେଥିପାଇଁ ଭାଉଜ ଟିକେ ମୋଟା ଅଛନ୍ତି, ଏକ୍ସରସାଇଜ୍ ନିହାତି ତ ଦରକାର ମୁଁ ଜାଣେ, କିନ୍ତୁ ଭାଉଜ କ'ଣ କହୁଛନ୍ତି ଚିନି ତ ଏକରେ ଖାଇବେନି, ମିଠା ନ ଖାଇବା ଦରକାର, ଯାହା ନର୍ମାଲ କଥା ମୁଁ ଜାଣିଛି, ଆଳୁ ଖାଇବନି, ଆଉ ସବୁ କ'ଣ ସବୁ ଅଛି ସାଙ୍ଗମାନେ। ଏମିତି କେଉଁ ଜିନିଷ ଅଛି ସୁଗାର ଖାଇଲେ ମାନେ ନ ହେବା ପାଇଁ? ଏମିତି କେଉଁ ଜିନିଷ ଅଛି, ମୋ ପ୍ରଶ୍ନଟି, ରାତିରେ ଖାଇଲେ ସେ କି ସୁଗାର କମ୍ ହୋଇଥାଏ? ଏମିତି କେଉଁ ମଞ୍ଜି ତାକୁ ଭିଜେଇକି ଖାଇଲେ? ସାଙ୍ଗମାନେ ଆପଣମାନେ କମେଣ୍ଟରେ ଦେବେ, ଅପେକ୍ଷା ରହିଲୁ, ଭୁଲିବେ ନାହିଁ ସାଙ୍ଗମାନେ, ଭୁଲିବେ ନାହିଁ। ଆପଣମାନଙ୍କର ଭଲ ପାଇବା ଆମ ପ୍ରତି ବହୁତ ଅଛି, ଆମର ପ୍ରତି ସେଇଭଳି ଭଲ ପାଇବା ସ୍ନେହ ଶ୍ରଦ୍ଧା ଥାଉ। ଆମେ ଡେଲି ଏଇଭଳି ଭିଡ଼ିଓ ବନାଉଥାଉ, ଆପଣମାନେ ଦେଖୁଥାନ୍ତୁ ସାଙ୍ଗମାନେ, ନା କ'ଣ କହୁଛ? ଆଉ ଭାଉଜ ଏବେ ତ ଆଉ କ'ଣ କିଛି କହିବ ସାଙ୍ଗସାଥି କି? କିଛି କହିବେନି। ଭାଉଜ 2ଟି ପ୍ରଶ୍ନର ଉତ୍ତର ଦେଇପାରିଲେନି, ଦୁଃଖ ପ୍ରକାଶ କରିଛନ୍ତି। ଦୁଃଖ କରିବାରେ କିଛି ନାହିଁ, ଏଥିରେ କିଛି ଶିଖିବା, ଜାଣିବା। ସାଙ୍ଗସାଥିଙ୍କ ପାଖରୁ କମେଣ୍ଟ ଆସିଲା ପରେ ସେଇ ଜିନିଷଟି ତୁମେ ବି ଖାଇପାରିବ, ଜାଣିପାରିବ, ସୁଗାରକୁ କମ୍ କରିପାରିବ, କଣ୍ଟ୍ରୋଲକୁ ଆଣିପାରିବ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ, କାରଣ ସମୟ ହୋଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ, ନା କ'ଣ କହୁଛ? ଜୟ ଜଗନ୍ନାଥ, ନମସ୍କାର।